ଆରେ ବାଃ, ନଦୀରେ କେତେ ଗୁଡ଼ିଏ ମାଛ ଖେଳୁଛନ୍ତି। ବଢିଆ ସୁଯୋଗ। ଏବେ ଦୁଇଟି ମାଛ ନେଇ ମୁଁ ଘରକୁ ଯାଏ। ସେଇ ମାଛମାନଙ୍କ ଭିତରୁ ଗୋଟେ ଥିଲା ରାଣୀ ମାଛ। ବଗ ରାଣୀ ମାଛ ସହ ଆଉ ଏକ ମାଛକୁ ଧରି ଉଡ଼ିଲା। ରାଣୀ ମାଛ ପାଖରେ ଯାଦୁ ଶକ୍ତି ଥିବାରୁ ସେ ବଗର ଥଣ୍ଟରୁ ନିଜକୁ ଛଡ଼େଇ ନେଲା। ଆରେ ଗଲା ଗଲା, ମୋର ଗୋଟେ ମାଛ ପଡ଼ିଗଲା। ସେ ମାଛକୁ ଖୋଜିବାକୁ ଗଲେ ଏ ମାଛ ବି ଖସିଯିବ। ନା ନା, ମୁଁ ଏଇ ଗୋଟିଏ ମାଛ ନେଇ ଘରକୁ ଯାଏ। ରାଣୀ ମାଛ ଅନେକ ଚେଷ୍ଟା କଲା ପରେ ବି ନଦୀରେ ପହଞ୍ଚି ପାରିଲାନି। ସେ ରାସ୍ତାରେ ପଡ଼ି ଛଟପଟ ହେଉଥିଲା। ସେହି ସମୟରେ ମା ଦେଖ, ସେଠି ଗୋଟେ ମାଛ କେମିତି ପଡ଼ି ଛଟପଟ ହେଉଛି। ଚାଲ ମା, ଏ ମାଛକୁ ନଦୀରେ ଛାଡ଼ିଦେବା, ନହେଲେ ସେ ଏଠି ଏମିତି ପଡ଼ି ମରିଯିବ। ତୁ ଠିକ କହିଲୁ ରେ ମା, ସେ ମାଛକୁ ଧର। ଆମେ ଏବେ ନଦୀକୁ ପାଣି ଆଣିବା ପାଇଁ ଯାଉଛେ। ଏ ମାଛକୁ ବି ନେଇ ନଦୀରେ ଛାଡ଼ିଦେବା। ଏମିତି ଚଢ଼େଇ ଆଉ ତାର ଝିଅ ମାଛକୁ ନେଇ ନଦୀରେ ଛାଡ଼ିଦେଲେ। ମାଛଟି ଉପରକୁ ଆସି କହିଲା, ତୁମକୁ ଅନେକ ଅନେକ ଧନ୍ୟବାଦ। ତୁମ ପାଇଁ ଆଜି ମୋ ଜୀବନ ବଞ୍ଚିଗଲା। ଆରେ ମାଛ, ତୁମେ କଥା କହିପାରୁଛ? ହଁ, ମୁଁ ଗୋଟେ ଯାଦୁର ମାଛ। ମୁଁ ସମସ୍ତଙ୍କ ସହ କଥା ହେଇପାରେ। ଗୋଟେ ବଗ ମତେ ଧରି ନେଇଯାଉଥିଲା। ମୁଁ ଯାଦୁର ମାଛ ବୋଲି ତା ପାଖରୁ ଖସି ଆସିଲି, ହେଲେ ନଦୀକୁ ଆଉ ଫେରି ପାରିଲିନି। ଏ ନଦୀ ବିନା ମୋ ଯାଦୁ ଶକ୍ତି କାମ କରେନି। ସେଥିପାଇଁ ମୁଁ ରାସ୍ତାରେ ପଡ଼ି ଛଟପଟ ହେଉଥିଲି। ସେତେବେଳେ ତମେ ମାନେ ଆସି ମୋ ଜୀବନ ରକ୍ଷା କଲ। ମୁଁ ତମ ଦୁଇ ଜଣଙ୍କୁ ଗୋଟେ ଉପହାର ଦେବାକୁ ଚାହୁଁଛି। ଏଇ ନିଅ, ଏଇ କଳସୀ ଗୋଟେ ଯାଦୁର କଳସୀ। ତୁମକୁ ଯେତେବେଳେ ବି ଯାହା ଖାଇବାକୁ ଇଚ୍ଛା ହେବ, ତୁମେ ଏଇ କଳସୀକୁ କହିବ। କଳସୀ ତୁମ ପାଇଁ ସେ ଖାଇବା ରାନ୍ଧିଦେବ। ଦୟାଳୁ ମାଛ, ଏତେ ସୁନ୍ଦର ଉପହାର ପାଇଁ ତୁମକୁ ଅନେକ ଅନେକ ଧନ୍ୟବାଦ। ଏମିତିରେ ବି ଆଜି ଆମ ଘରେ ଖାଇବା ନଥିଲା। ଆମେ ପାଣି ନେଇଥିଲେ ଆଜି ପାଣି ପିଇ ଶୋଇ ପଡ଼ିଥାନ୍ତୁ। ହେଲେ ଦୟାଳୁ ମାଛ, ଆଜି ଆମେ ଉପାସରେ ରହିବୁନି। ତୁମ ପାଇଁ ଆମେ ଖାଇବା ଖାଇପାରିବୁ। ତାପରେ ଚଢ଼େଇ ଆଉ ତାର ଝିଅ ସେ ଯାଦୁର କଳସୀକୁ ଧରି ଘରକୁ ଆସିଲେ। ମା, ମାଛ ଦେଇଥିବା ଏ କଳସୀ କ'ଣ ସତରେ ଯାଦୁର? ହଁ କୁନି, ମୁଁ ଗୋଟେ ଯାଦୁର କଳସୀ। ତୁ କ'ଣ ଖାଇବୁ କହ, ମୁଁ ତୋ ପାଇଁ ରାନ୍ଧିଦେବି। ମତେ ଆଜି ବିରିୟାନୀ ଖାଇବାକୁ ଇଚ୍ଛା ହଉଛି। ତୁମେ କ'ଣ ମୋ ପାଇଁ ବିରିୟାନୀ ରାନ୍ଧିଦେବ? ହଁ, ମୁଁ ତୋ ପାଇଁ ବିରିୟାନୀ ରାନ୍ଧିଦେବି। ତା ସହ ତତେ ଗୋଟେ ବଢିଆ ଗପ ବି ଶୁଣେଇବି। ତୁ ମୋ ପାଖରେ ବସ, ମୁଁ ତତେ ଗପ ଶୁଣେଇ ଶୁଣେଇ ବିରିୟାନୀ ରାନ୍ଧିଦେବି। ବିରିୟାନୀ ହେଇଗଲା। ଖାଇକି ଦେଖିଲୁ କୁନି, କେମିତି ହେଇଛି? ବହୁତ ବଢିଆ ହେଇଛି। ଏମିତି ସ୍ୱାଦିଷ୍ଟ ବିରିୟାନୀ ମୁଁ ଆଗରୁ କେବେ ଖାଇନଥିଲି। ତୁମକୁ ଅନେକ ଅନେକ ଧନ୍ୟବାଦ ଯାଦୁର କଳସୀ। ମୁଁ ପ୍ରତିଦିନ ତମମାନଙ୍କୁ ଭଲ ଭଲ ଖାଇବା ରାନ୍ଧିଦେବି। ହେଲେ ହଁ, ତମେ ମାନେ ଏକଥା କାହାକୁ ବି କହିବନି, ନହେଲେ ଦୁଷ୍ଟ ଚଢ଼େଇ ମାନେ ମତେ ଚୋରି କରିବାକୁ ଚେଷ୍ଟା କରିବେ। ଆଚ୍ଛା ଠିକ ଅଛି ଯାଦୁର କଳସୀ। ଏମିତି ସେମାନେ କଥା ହେଇ ଖାଇବା ଖାଇଲେ। ଖାଇସାରି ଶୋଇଲେ। ରାତି ଅଧରେ ହଠାତ୍ ବର୍ଷା ଆରମ୍ଭ ହେଇଗଲା। ବର୍ଷା ଶବ୍ଦରେ ମା ଚଢ଼େଇର ନିଦ ଭାଙ୍ଗିଗଲା। ଏ କ'ଣ, ଏତେ ରାତିରେ ହଠାତ୍ ବର୍ଷା ଆରମ୍ଭ ହେଇଗଲା? ମୁଁ ମୋ ଘରକୁ ଏଯାଏ ମଜବୁତ କରିନି। ଯଦି ମୋ ଘର ଭାଙ୍ଗିଯାଏ, ମୁଁ ମୋ ଝିଅକୁ ନେଇ କୁଆଡ଼େ ଯିବି? ହେ ଭଗବାନ, ଶୀଘ୍ର ହିଁ ବର୍ଷା ଛାଡ଼ିଯାଉ। ଚିନ୍ତା କରନି ଚଢ଼େଇ, ମୁଁ ଏବେ ହିଁ ତ ଘରକୁ ମଜବୁତ କରିଦେଉଛି। ଯାଦୁର କଳସୀ, ତୁମେ କ'ଣ ସେମିତି କରିପାରିବ? ହଁ, ମୁଁ କରିପାରିବି। ଏଇ ଦେଖ। ଏମିତି କହି ଯାଦୁର କଳସୀ ଚଢ଼େଇର ଘରକୁ ସୁନ୍ଦର ଆଉ ମଜବୁତ କରିଦେଲା। ଏହିପରି ସବୁ ବିପଦ ସମୟରେ ଯାଦୁର କଳସୀ ଚଢ଼େଇକୁ ସାହାଯ୍ୟ କରୁଥିଲା। ଯାଦୁର କଳସୀ, ଯାଦୁର କଳସୀ, ମତେ ଆଉ ମୋ ସାଙ୍ଗମାନଙ୍କୁ ଗୁଲାବ ଜାମୁନ ଖାଇବାକୁ ଭାରି ଭଲ ଲାଗେ। ମତେ କିଛି ଗୁଲାବ ଜାମୁନ ଦିଅ, ମୁଁ ମୋ ସାଙ୍ଗମାନଙ୍କୁ ନେଇଦେବି। ଆଚ୍ଛା ଠିକ ଅଛି କୁନି, ମୁଁ ଏବେ ଗୁଲାବ ଜାମୁନ ତିଆରି କରିଦେଉଛି। ଯାଦୁର କଳସୀ କିଛି ଗୁଲାବ ଜାମୁନ ତିଆରି କରିଦେଲା। କୁନି ସେସବୁ ଧରି ତା ସାଙ୍ଗ ଘରକୁ ଗଲା।
ଆଣ୍ଟି ଚିକି ଘରେ ଅଛି? ମୁଁ ତା ପାଇଁ ଗୋଲାପ ଜାମୁନ ଆଣିଥିଲି। ତା ସାଙ୍ଗ ଘରେ ଅଛି, ତୁ ଭିତରକୁ ଯା। ଆଚ୍ଛା କୁନି, ତୁ ଏତେ ଗୁଡ଼ିଏ ଗୋଲାପ ଜାମୁନ କୋଉଠୁ ଆଣିଲୁ? ଏ ସବୁ ଗୋଲାପ ଜାମୁନ ମତେ ଆମ ଘରେ ଥିବା ଯାଦୁର କଳସୀ ଦେଇଛି। ଯାଦୁର କଳସୀ ମୋର ସବୁ ଇଚ୍ଛା ପୁରା କରିଦିଏ। କଣ କହିଲୁ? ଯାଦୁର କଳସୀ? ତମେ ମାନେ ଯାଦୁର କଳସୀ କୋଉଠୁ ପାଇଲ? ଏ ହେ, ମୁଁ ଏ କଣ କରିଦେଲି? ଯାଦୁର କଳସୀ ମନା କରିଥିଲା ତା କଥା ସମସ୍ତଙ୍କୁ କହିବା ପାଇଁ, ହେଲେ ମୁଁ ତ କାଉ ଆଣ୍ଟିକୁ ସବୁ କଥା କହିଥିଲି। ଏବେ କଣ କରିବି? ଆଣ୍ଟି, ମୁଁ ସେ ବିଷୟରେ କିଛି ଜାଣିନି। ମୁଁ ମୋ ସାଙ୍ଗ ପାଖକୁ ଯାଉଛି। କୁନି ଘର ଭିତରକୁ ଯିବା ପରେ କାଉର ସ୍ତ୍ରୀ ସେ ଯାଦୁର କଳସୀ ବିଷୟରେ ଭାବୁଥିଲା। ସେହି ସମୟରେ କାଉ ସେଠାକୁ ଆସିଲା। ଆରେ କଣ ହେଲା? ତୁ ଏଠି ଏମିତି ଛିଡ଼ା ହେଇ କଣ ଭାବୁଛୁ? ତୁ ଏ କଣ କହୁଛୁ? ଯାଦୁର କଳସୀ ଏମିତି କଣ ସମ୍ଭବ? ପ୍ରଥମେ ମୁଁ ବି କୁନି ପାଖରୁ ଏସବୁ ଶୁଣିଲା ପରେ ବିଶ୍ୱାସ କରୁନଥିଲି, କିନ୍ତୁ ତୁମେ ଥରେ ଭାବି ଦେଖିଲ, ଚଢ଼େଇର ଭଙ୍ଗା ଘର ଥିଲା, ହଠାତ୍ ରାତାରାତି ଏତେ ସୁନ୍ଦର ଘର କେମିତି ହେଲା? ନିଶ୍ଚୟ ସେ ଯାଦୁର କିଛି ପାଇଛି। ତୋ କଥା ଯଦି ସତ ହେଇଥାଏ ତାହେଲେ ତ ଆମେ ସେ ଯାଦୁର କଳସୀକୁ ଚଢ଼େଇ ପାଖରୁ ନେଇ ଆସିବା। ହେଲେ ତା ପୂର୍ବରୁ ଚାଲେ ଆମେ ଥରେ ନିଜ ଆଖିରେ ଯାଦୁର କଳସୀକୁ ଦେଖିବା। ଏମିତି ଚିନ୍ତା କରି ଦୁଇ କାଉ ଚଢ଼େଇର ଘର ଉପରେ ନଜର ରଖିଲେ। ଦିନେ ସେମାନେ ଦେଖିଲେ ଯାଦୁର କଳସୀ ଚଢ଼େଇ ମାନଙ୍କ ପାଇଁ ବିନା ସାମଗ୍ରୀରେ ଖାଇବା ରାନ୍ଧି ଦେଉଛି। ଏ ସବୁ ଦେଖି ଦୁଇ କାଉଙ୍କ ମନରେ ଲୋଭ ହେଲା। ଥରେ ରାତିରେ ଚଢ଼େଇ ଆଉ ତାର ଝିଅ ଶୋଇଥିବା ସମୟରେ ଦୁଇ କାଉ ଚଢ଼େଇ ଘରେ ପଶି ଯାଦୁର କଳସୀକୁ ଚୋରି କରି ନେଇଗଲେ। ହା ହା ହା, ଏବେଠୁ ଏ ଯାଦୁର କଳସୀ ଆମର। ଏ କଳସୀ ଆମକୁ ଶୀଘ୍ର ବଢିଆ ବଢିଆ ଖାଇବା ଦେ। କିଏ ତମେ ମାନେ? ତମେ ମାନେ ମୋ ମାଲିକ ନୁହଁ। ମୁଁ ତମ ମାନଙ୍କ କଥା ଶୁଣିବିନି। ମତେ ଚୋରି କରି କିଛି ଠିକ କରିନ। ମୁଁ ଏବେ ତମ ମାନଙ୍କୁ ଶାସ୍ତି ଦେବି। ଚୁପ କର କଳସୀ, ତୋର ସେ ବକ୍ ବକ୍ ବନ୍ଦ କର। ତୁ ଯଦି ଆମ କଥା ନ ମାନିବୁ ଆମେ ତତେ ଏବେ ହିଁ ଭାଙ୍ଗିଦେବୁ। ଆଚ୍ଛା ଆଚ୍ଛା ଠିକ ଅଛି, ମତେ ଭାଙ୍ଗନି। ମୁଁ ତମ ମାନଙ୍କ ପାଇଁ ଗୋଟେ ବଢିଆ ଖାଇବା ଏବେ ତିଆରି କରିଦେବି। ତୁ ସତ କହୁଛୁ? ତୁ ଆମ ପାଇଁ ଖାଇବା ରାନ୍ଧିବୁ? ମତେ ଭାରି ଭୋକ ଲାଗିଲାଣି, ଶୀଘ୍ର ଶୀଘ୍ର ଖାଇବା ରାନ୍ଧେ। ଆଚ୍ଛା, ତୁ ଆମ ପାଇଁ କଣ ଖାଇବା ରାନ୍ଧିବୁ? ତମେ ମାନେ ବହୁତ ଲୋଭୀ। ମୁଁ ତମ ମାନଙ୍କ ପାଇଁ ଏମିତି ଏକ ଖାଇବା ତିଆରି କରିବି ଯାହା ତମେ ମାନେ ଆଗରୁ କେବେ ଖାଇନଥିବ। ତାର ନାଁ ହେଲା ଅଠା ଖିଚିଡି। ଅଠା ଖିଚିଡି? ସେଇଟା କେମିତିକା ଖାଇବା? ମୁଁ ଆଜି ନୂଆ ଶୁଣୁଛି। ହଉ, ଯାହା କରୁଛୁ କର, ଭାରି ଭୋକ ଲାଗିଲାଣି। ଆମକୁ ଶୀଘ୍ର ସେ ଖାଇବା ରାନ୍ଧିକି ଦେ। ତାପରେ କଳସୀ ଖାଇବା ରାନ୍ଧିଲା। କଳସୀ ଭିତରୁ ପଚା ଅଣ୍ଡା ପରି ଦୁର୍ଗନ୍ଧ ବାହାରିଲା। ଛି ଛି, ଏସବୁ ତୁ କଣ ରାନ୍ଧୁଛୁ? ଏସବୁ ତ ଖିଚୁଡି ନୁହଁ। କି ଦୁର୍ଗନ୍ଧ ବାହାରୁଛି? ବନ୍ଦ କର, ଏବେ ହିଁ ତ ରାନ୍ଧିବା ବନ୍ଦ କର। ମାଲିକାଣୀ, ମୁଁ ତ ଏବେ ରାନ୍ଧିବା ଆରମ୍ଭ କଲି। ଏବେ ଆଉ ମୋ ରାନ୍ଧିବା ବନ୍ଦ ହେବନି। ଯେପର୍ଯ୍ୟନ୍ତ ଏ ଘର ଖିଚୁଡିରେ ଭର୍ତ୍ତି ନ ହେଇଯାଇଛି ମୋ ରୋଷେଇ ଆଉ ବନ୍ଦ ହେବନି। ଏ ତୁ କଣ କହୁଛୁ କଳସୀ? ତୁ କଣ ଆମକୁ ମାରିବାକୁ ଚାହୁଁଛୁ? ଆରେ ଚାଲ ଚାଲ, ଶୀଘ୍ର ଘରୁ ବାହାରି ଯିବା। ମୁଁ ତ ଟିକେ ବି ହଲି ପାରୁନି। ଘର ବାହାରକୁ କେମିତି ଯିବି? ମୁଁ ବି ହଲି ପାରୁନି। ବଞ୍ଚାଅ, ବଞ୍ଚାଅ, ଆମକୁ କେହି ବଞ୍ଚାଅ। ମା ମା, ଉଠ ମା, ଦେଖ ଯାଦୁର କଳସୀ ଘରେ ନାହିଁ। ଏ ତୁ କଣ କହୁଛୁ? ଆମ ଯାଦୁର କଳସୀ ଘରେ ନାହିଁ? ଭଲରେ ଘରକୁ ଖୋଜି ଦେଖ ମା, ଯାଦୁର କଳସୀ ନିଶ୍ଚୟ ଘରେ ଥିବ। ମା, ମୁଁ ପୁରା ଘରକୁ ଭଲ ଭାବରେ ଖୋଜିଛି, ହେଲେ କୋଉଠି ବି କଳସୀକୁ ପାଇଲିନି। ମତେ ଲାଗୁଛି ମା, ନିଶ୍ଚୟ ଆମ ଯାଦୁର କଳସୀକୁ କିଏ ଚୋରି କରି ନେଇଯାଇଛି। ମତେ ବି ସେମିତି ଲାଗୁଛି ରେ ମା। ଚାଲେ ଆମେ ଏବେ ହିଁ କଳସୀକୁ ଖୋଜି ଦେଖିବା। ଚଢ଼େଇ ଆଉ ତାର ଝିଅ ଯାଦୁର କଳସୀ ଖୋଜିବାକୁ ଗଲେ। କାଉର ଘର ପାଖରେ ପହଞ୍ଚିବା ପରେ ସେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିଲା ଆଉ ଦୁଇ କାଉଙ୍କ ଚିତ୍କାର ଶୁଭୁଥିଲା। ଏମିତି ଦେଖି ଚଢ଼େଇ ଆଉ ତାର ଝିଅ ଘରର ଝରକା ପାଖକୁ ଗଲେ। ଏ କଣ କାଉ ଭାଇ, କାଉ ଭଉଣୀ, ତୁମ ଘରୁ ଏମିତି ଦୁର୍ଗନ୍ଧ କାହିଁକି ବାହାରୁଛି? ଆଉ ତମେ ମାନେ ଏତେ ଚିତ୍କାର କାହିଁକି କରୁଛ? ଚଢ଼େଇ, ତୁ ଆସିଗଲୁ। ଆମକୁ ବଞ୍ଚା ଚଢ଼େଇ,
ଆମେ ଲୋଭରେ ପଡ଼ି ତୋ ଯାଦୁର କଳସୀ ଚୋରି କରି ଆଣିଥିଲୁ। ଆମେ ଏବେ ଘରୁ ବାହାରି ପାରୁନୁ। ଏ କଳସୀକୁ ଅଟକା, ନହେଲେ ସେ ଆମକୁ ମାରିଦେବ। ଏମିତି ଶୁଣି ମା ଚଢ଼େଇ ଶୀଘ୍ର ଘର ଭିତରକୁ ଗଲା। ଆଉ ସେ କଳସୀକୁ କହିଲା, ଯାଦୁର କଳସୀ, ଏବେ ଏସବୁ ବନ୍ଦ କର। ଏମାନେ ନିଜ ଭୁଲ ବୁଝି ସାରିଲେଣି। ଏଇ ଥରକ ଏମାନଙ୍କୁ କ୍ଷମା କରିଦିଅ। ଆଚ୍ଛା ଠିକ୍ ଅଛି ଚଢ଼େଇ, କେବଳ ତୋ ପାଇଁ ହିଁ ମୁଁ ଏମାନଙ୍କୁ କ୍ଷମା କରିଦେଉଛି, ନହେଲେ ଏମାନେ ଆହୁରି ଶାସ୍ତି ପାଇଥାନ୍ତେ। ଯାଦୁର କଳସୀ ଖାଇବା ବନ୍ଦ କରିବା ସଙ୍ଗେ ସଙ୍ଗେ ଦୁଇ କାଉ ଘରୁ ବାହାରି ଗଲେ। ଚଢ଼େଇ ବି ନିଜ କଳସୀକୁ ନେଇ ବାହାରକୁ ଆସିଲା। ଆମକୁ କ୍ଷମା କରିଦେ ଚଢ଼େଇ, ଆମେ ଆଉ ଜୀବନରେ ବି ଲୋଭ କରିବୁନି। ଆଚ୍ଛା ଠିକ୍ ଅଛି, ତମେ ମାନେ ନିଜ ଭୁଲ ବୁଝି ସାରିଲଣି। ମୁଁ ତମମାନଙ୍କୁ କ୍ଷମା କରିଦଉଛି। ତାପରେ ଚଢ଼େଇ ସେ କଳସୀ ଆଉ ତା ଝିଅ ସହ ନିଜ ଘରକୁ ଫେରିଗଲା।